ଏବେ ବି ରାଜ୍ୟର 3081 ଗାଁରେ ପହଞ୍ଚି ପାରିନି ସୁଭଦ୍ରାର ଗୋଟେ ବି ଫର୍ମ ଆବେଦନ ହେଇନି। ଚାଲନ୍ତୁ ଆମେ ଆଜି ସେ ବିଷୟରେ କିଛି ଜାଣିବା। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଦୀପୁ ଆପଣମାନଙ୍କୁ ଆଉ ଏକ ଭିଡ଼ିଓରେ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓ ଭଲ ଲାଗିବ। ଆମ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଆଉ ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଏବେ ଭିଡ଼ିଓକୁ ଆରମ୍ଭ କରିବା। ରାଜ୍ୟର 3081 ଗାଁରେ ଅପହଞ୍ଚ ସୁଭଦ୍ରା, ପଡ଼ିନି ଗୋଟେ ବି ଆବେଦନ ଫର୍ମ। ରାଜ୍ୟରେ ବିଜେପି ଶାସନ ଆସିବା ପରେ ସବୁଠୁ ଚର୍ଚ୍ଚାରେ ଥିବା ଯୋଜନା ହେଉଛି ସୁଭଦ୍ରା। ମହିଳା ସଶକ୍ତିକରଣ ପାଇଁ ଏହାକୁ ମାଷ୍ଟର ଷ୍ଟ୍ରୋକ୍ ବୋଲି କହିଛନ୍ତି ବିଜେପି ନେତା। ଏହି ଯୋଜନାରେ ଏଯାଏଁ ରାଜ୍ୟରେ ଫର୍ମ ପଡ଼ିନି। ଏହି ଯୋଜନାରେ ଏଯାଏଁ ରାଜ୍ୟରେ 1 କୋଟି ମହିଳାଙ୍କୁ 2ଟି କିସ୍ତିରେ 5,000 ଟଙ୍କା ଲେଖାଏଁ ଦିଆଯାଇଛି। ଏବେ ବି ଆବେଦନ ପ୍ରକ୍ରିୟା ଜାରି ରହିଛି, ଯାହା ଚଳିତ ମାସ 31 ତାରିଖ ଯାଏଁ ଚାଲିବ। ତେବେ ସବୁଠୁ ବଡ଼ କଥା ହେଲା, ଏହି ଯୋଜନାରେ ରାଜ୍ୟର 51,349 ଗାଁ ମଧ୍ୟରୁ 3081 ଗାଁରୁ ଏପର୍ଯ୍ୟନ୍ତ ଗୋଟେ ବି ଆବେଦନ ଆସିନି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ 128 ଗାଁରୁ ଗୋଟିଏ ହେଲେ ଆବେଦନ ହୋଇନଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟରେ ସମସ୍ତ ମନ୍ତ୍ରୀ ଓ ବିଜେପିର ସମସ୍ତ ବିଧାୟକ ସାରା ରାଜ୍ୟରେ ବୁଲି ବୁଲି ଏହି ଯୋଜନାରେ ପ୍ରଚାର କରୁଛନ୍ତି। ଜିଲ୍ଲାପାଳଙ୍କ ଠାରୁ ପଞ୍ଚାୟତ ଅଧିକାରୀଙ୍କ ଯାଏଁ ସମସ୍ତେ ସୁଭଦ୍ରା ଯୋଜନାକୁ ସଫଳ କରିବାରେ ଲାଗିଛନ୍ତି। ଏହା ସତ୍ତ୍ୱେ ରାଜ୍ୟରୁ ଏତେ ସଂଖ୍ୟାରେ ଗାଁରୁ କିପରି ଗୋଟିଏ ବି ଆବେଦନ ଫର୍ମ ଆସିଲାନି, ସେ ନେଇ ମାନସମଥନ ଆରମ୍ଭ ହୋଇଛି। ରାଜ୍ୟ ସମନ୍ୱୟ ଶାଖା ପକ୍ଷରୁ ଏନେଇ ପ୍ରତି ଜିଲ୍ଲାକୁ ଚିଠି କରାଯାଇଛି। କାହିଁକି ଏହି ଗାଁଗୁଡ଼ିକ ଯୋଜନାରୁ ଏଯାଏଁ ବାଦ୍ ପଡ଼ିଛନ୍ତି, ତାହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ କରିଛି ରାଜ୍ୟ ସମନ୍ୱୟ ଶାଖାର ନିର୍ଦ୍ଦେଶ ପରେ ମୟୂରଭଞ୍ଜ ଜିଲ୍ଲାର 128 ଗ୍ରାମରେ ରହିଥିବା ତୃଣମୂଳ ସରକାରୀ କର୍ମଚାରୀ ଓ ବିଡିଓଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ଚିଠି ପରେ ଘଟଣାରେ ତନାଘନା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲାରେ 261ଟି, ବଲାଙ୍ଗୀରରେ 23, ବାଲେଶ୍ୱରରେ 229, ବରଗଡ଼ରେ 18, ଭଦ୍ରକରେ 53, ବୌଦ୍ଧରେ 58, କଟକର 75, ଦେବଗଡ଼ର 75, ଢେଙ୍କାନାଳର 128, ଗଜପତିର 62, ଗଞ୍ଜାମର 304, ଜଗତସିଂହପୁରରେ 51, ଯାଜପୁରରେ 167, ଝାରସୁଗୁଡ଼ାରେ 6, କଳାହାଣ୍ଡିରେ 149, କନ୍ଧମାଳରେ 206, କଳାହାଣ୍ଡିର 10, କେନ୍ଦ୍ରାପଡ଼ାରେ 108, କେନ୍ଦୁଝରର 54, ଖୋର୍ଦ୍ଧାରେ 153, କୋରାପୁଟରେ 86, ମାଲକାନଗିରିରେ 25, ମୟୂରଭଞ୍ଜରେ 182, ନବରଙ୍ଗପୁରରେ 4, ନୟାଗଡ଼ରେ 140, ନୂଆପଡ଼ାରେ 6, ପୁରୀରେ 89, ରାୟଗଡ଼ାରେ 193, ସମ୍ବଲପୁରରେ 59, ସୁବର୍ଣ୍ଣପୁରରେ 126 ଓ ସୁନ୍ଦରଗଡ଼ ଜିଲ୍ଲାରେ 40ଟି ଗ୍ରାମରୁ ଏପର୍ଯ୍ୟନ୍ତ କୌଣସି ଆବେଦନ ପ୍ରାପ୍ତ ହୋଇନାହିଁ। ଏହି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି, ଯେଉଁଠି ସର୍ବାଧିକ 304ଟି ଗ୍ରାମରୁ କୌଣସି ଆବେଦନ ଆସିନାହିଁ। ସେହିପରି ମୟୂରଭଞ୍ଜ ଜିଲ୍ଲାର ରିପୋର୍ଟ ଦେଖିଲେ ରାସଗୋବିନ୍ଦପୁର ବ୍ଲକର 21, ସାମାଖଣ୍ଡାରେ 20, ବହଡ଼ାର 3ଟି, ମାଙ୍ଗିରିପୋଷିରେ 12, ବାରିପଦାରେ 2, ବଡ଼ସାହିର 9, ବେତନଟିରେ 6, ବିଜାତଳାର 13, ରାଇରଙ୍ଗପୁରରେ 7, ବିଶୋଇର 6, ଗୋପବନ୍ଧୁ ନଗରରେ 2, ଯଶୀପୁରରେ 15, ଖୁଣ୍ଟାରେ 3, କୁଲିଅଣାରେ 23, କୁସୁମୀରେ 1, ମୋଡ଼ରାରେ 4, ରଞ୍ଚୁଆରେ 5, ସାରସକଣାରେ 19, ଶୁକ୍ଳରେ 2, ସୂର୍ଯାପଦାରେ 5, ଠାକୁରମୁଣ୍ଡା ଓ ତିରିଙ୍ଗିରୁ ଗୋଟିଏ ଲେଖାଏଁ ଓ ଓଡ୍ରା ବ୍ଲକର 3ଟି ଗାଁରୁ ଗୋଟିଏ ମଧ୍ୟ ଆବେଦନ ପତ୍ର ଆସିନି। ଏ ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ ଜିଲ୍ଲାରେ 182ଟି ଗାଁରୁ ଗୋଟିଏ ମଧ୍ୟ ଆବେଦନ ପତ୍ର ଆସିନି। ତେବେ ଏହା ପଛରେ କ'ଣ କାରଣ ରହିଛି, ସେ ନେଇ ଆମେ ତନାଘନା ଆରମ୍ଭ କରିଛୁ। ସ୍ଥାନୀୟ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ନିର୍ବାଚିତ ଲୋକ ପ୍ରତିନିଧି, ବିଡିଓ, ଜିଲ୍ଲା ପରିଷଦ କର୍ମଚାରୀଙ୍କୁ ଚିଠି କରାଯାଇଛି। ରାଜ୍ୟ ସମନ୍ୱୟ ଶାଖାରୁ ପ୍ରତି ଜିଲ୍ଲାକୁ ଏ ସଂକ୍ରାନ୍ତରେ ଚିଠି କରାଯାଇଥିବା ବେଳେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବାକୁ ଉଦ୍ୟମ ଚାଲିଛି। ଏବେ ବି ରାଜ୍ୟରେ ଏତିକି ଗାଁରେ ସୁଭଦ୍ରା ଫର୍ମ ଆବେଦନ ହେଇନି। ଏବେ ସେସବୁ ଗାଁରେ ଆରମ୍ଭ ଚାଲିଛି। କ'ଣ ପାଇଁ ସେମାନେ ସବୁ ଆବେଦନ କରିନାହାନ୍ତି? ଆଶା କରୁଛି ଆପଣଙ୍କୁ
এই ভিডিওটি ଭଲ ଲାଗିଥିବ ଯଦି ଆପଣମାନେ ବି ଆପ୍ଲାଏ କରନ୍ତି ଏବେ ବି ଆପ୍ଲାଏ କରନ୍ତୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଏହାର ସମୟ ଅଛି ଆପଣମାନେ ଶୀଘ୍ର ହିଁ ଆବେଦନ କରନ୍ତୁ ଆପଣଙ୍କୁ ଏକାଥରେ 3ଟି କିସ୍ତି ଟଙ୍କା ମିଳିବ ରାକ୍ଷୀ ପୂର୍ଣ୍ଣିମାରେ ଏବେ ଆପ୍ଲାଏ କରିଦିଅନ୍ତୁ ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ ଯଦି ଏହି ଭିଡ଼ିଓଟି ଭଲ ଲାଗେ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ ଆଉ ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଧନ୍ୟବାଦ।